देखो सत्यता आम आज जो दुनिया अच्छे आम समस्ते भावना भितर अच्छे आम ओडिया लोक आमर साधा हूँ आम मुख्य लोक तो गोटे कथा हूँ से साइंटिफिक अनुसार से जो कहते ये नॉनभेज टा देह बहुत भल बाकी जो आम खाऊे नॉनभेज सांगे जोटा आम नौचे जमीक रुटी भात डाली तरकारी सी कहता जे आपड़ कि खाते ओनली फॉर नॉनभेज ही खातु आपन को भोक ही हेनी आप रोग ही हेनी ତାଙ୍କର ମୁଖ୍ୟ ଦାବି ଆଉ ସେ ନିଜେ ବି ସେଇଥିରେ ଏବେ ଯାଏ ବି ବର୍ତ୍ତମାନ ସେ 8 ବର୍ଷ ହେଲାଣି ନିଜେ ହିଁ ନନଭେଜ ଖାଉଛନ୍ତି ଆଉ ତାଙ୍କ ପାଖରେ କୌଣସି ରୋଗ ବି ଏପର୍ଯ୍ୟନ୍ତ ନାହିଁ ଆଉ ସେ ସୁସ୍ଥ ବି ଅଛନ୍ତି। ଅନ୍ୟ ଡକ୍ଟରମାନେ କହୁଥିଲେ କି ମାନେ କୋଲେଷ୍ଟ୍ରଲ ବଢିବ କି ବଢିବ ଦେଖନ୍ତୁ ଆମେ ବି ସମସ୍ତେ ମୁଁ ବି ସେଇଆ ଜାଣିଛି ମୁଁ ବି ସେଇଆ ଶୁଣିଛି ବଟ୍ ମୁଁ ଯେତେବେଳେ କାଲି ଶୁଣିଲି ଏ କଥା ଶୁଣିକି ମୁଁ ସକ୍ ବି ହେଇଗଲି ଆଉ ମୁଁ ତାଙ୍କର ଟୋଟାଲ ଇଏରେ ଦେଖିଲି ସବୁ ୟୁଟ୍ୟୁବରୁ ତାଙ୍କର ଯୋଉ ଇଣ୍ଟରନ୍ୟାସନାଲ ମାନେ ବାଇଟ୍ ବି ଦଉଛନ୍ତି ଡକ୍ଟର୍ସ ମାନଙ୍କର ପାଖରେ ଇଏ କରୁଛନ୍ତି ତ ନିହାତି ଭାବେ ସେ ଆଗେ ସୁସ୍ଥ ଅଛନ୍ତି ବୋଲି ତ ଏତେ କଥା କହୁଛନ୍ତି ନା ତ ତାଙ୍କଠୁ ବୁଝିଲେ ଆଉ ବେଟର ଆପଣ ଜାଣିପାରିବେ। ସମସ୍ତଙ୍କ କ୍ଷେତ୍ରରେ ତ ସମ୍ଭବ ମାନେ ହେଇପାରିବ ନା କିନ୍ତୁ ଚେଷ୍ଟା କରିବା ଦରକାର କି? ନାଇଁ ଦେଖନ୍ତୁ ଆପଣ ଯଦି କହିବେ ଆପଣ ଆଜିର ଡେଟ୍ରେ ଆଳୁ କିଲୋଟା 40 ଟଙ୍କା 30 ଟଙ୍କା ତ କମ୍ ନାହିଁ ପରିବା କିଲୋ ତ 30 ଟଙ୍କା 40 ଟଙ୍କା କମ୍ ନାହିଁ ସେମିତି କହିଲେ ତ ନନଭେଜ ବହୁତ ଶସ୍ତା ଆପଣଙ୍କ ଅଣ୍ଡା ହେଉଛି ଜମା 6 ଟଙ୍କାରୁ 7 ଟଙ୍କା ତ ମାଛ ରେଟ୍ଟା ଆପଣ 160 ଟଙ୍କାରୁ 200 ଟଙ୍କା ଯଦି ଆପଣ ପରିବା 5 କିଲୋ ଆଣୁଛନ୍ତି ତ 300 ଟଙ୍କା ହେଇଗଲା ଏମିତି ମାଛ କିଲୋ ନେଲେ 160 170 ଟଙ୍କାରେ ହେଇଗଲା ତ ଆପଣ ଆଉ ଗୋଟେ ବଡ଼ କଥା ହେଉଛି ଆପଣ ଗୋଟିଏ ଥର ହିଁ ଖାଇବେ ଆଉ ଭୋକ ହିଁ ହେବନି ଆପଣଙ୍କୁ ସବୁଠୁ ବଡ଼ କଥା ହେଉଛି ସେଇଟା। ଆପଣ ଟ୍ରାଏ କଲେଣି? ମୁଁ ନିହାତି କାଲିଠାରୁ ଟ୍ରାଏ କରୁଛି ଆଉ ବର୍ତ୍ତମାନ ମୁଁ ବି 2 ମନ୍ଥs ପାଇଁକି ବର୍ତ୍ତମାନ ଆଜି ଯେହେତୁ ମୁଁ କାଲି ଶୁଣିଲି ଇଏ କଲି ମୁଁ 2 ମନ୍ଥs ରହିଗଲା ପରେ ମୁଁ ବି ନିଜେ ଆପଣଙ୍କୁ ପୁରା କ୍ଲିୟରଲି ବାଇଟ୍ ବି ଦେଇପାରିବି। ଗୋଟେ ଥର ଆପଣ ଯେତେବେଳେ ଖାଇଲେ ଆପଣଙ୍କୁ ବର୍ତ୍ତମାନ ସୁଦ୍ଧା କିଛି ରୋଗ ହେଇନି ତ ହେଇନି? ନାଇଁ ଆମେ ଆଜି ତ ଟ୍ରାଏ କରୁଛୁ ସେଇଟା ରଖିଲି କାହିଁକିନା ମୁଁ ତ କରିନି ନା ମାନେ ମୁଁ ଆଜିଠୁ ଟ୍ରାଏ କରୁଛି ମୁଁ କାଲିର କଥା କେମିତି କହିବି। ଛାଡ଼ିଦେବି। ହୁଁ। କାରଣ ଏଇଟା 2 ମାସ ପରେ ମୁଁ ଏବେ ଷ୍ଟାର୍ଟ କଲି କାରଣ ମୁଁ ବି ସିଓର ହବା ଦରକାର ନା କାରଣ ଆମେ ଶୁଣୁଛେ ବଟ୍ ମୁଁ ବି ତ ଟ୍ରାଏ ମାନେ ଇଏ ନୁହେଁ ମୁଁ ଆଜି ଷ୍ଟାର୍ଟ କଲି ତ ଗୋଟେ ଦିନ ଜାଣିପାରିବି ମିନିମମ୍ 2 ମନ୍ଥs ଆମେ କଲା ପରେ ହିଁ ଆମେ କ୍ଲିୟର ଅଛି। ଆପଣ ଗୋଟେ ସକ୍ସେସ୍ ହେଲା ପରେ ଗୋଟେ ଡକ୍ଟରମାନଙ୍କୁ ମୁଁ କହିବେ ସେ ମୁଁ 2 ମନ୍ଥs ଟାଇମ୍ ନେଇଛି କାରଣ ମୁଁ ତ ଶୁଣିକି ହିଁ କହୁଛି ନା ତ ମୁଁ 2 ମନ୍ଥs ପରେ ମୁଁ ନିଜେ ରିଆଲିଟି କହିପାରିବି ଯେ ପ୍ରକୃତି ଏଟା ସତ୍ୟଟା।